ପାଇଖାନାରେ ବିତୁଛି ମହିଳାଙ୍କ ଜୀବନ। ଏହା ଦେଖି କାନ୍ଦିଲେ ଆଜେସୁ ଦଳର ବିଧାୟକ ପ୍ରାର୍ଥୀ। ପାଇଖାନାରେ ବିତୁଛି ଜୀବନ। ଦାରିଦ୍ର୍ୟ ଦୂରୀକରଣ ପାଇଁ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାର ମାଳ ମାଳ ଲୋକାଭିମୁଖୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସରକାରଙ୍କ ଲୋକାଭିମୁଖୀ ଯୋଜନାଗୁଡ଼ିକ ଯେପରି ଉପଯୁକ୍ତ ଲୋକଙ୍କୁ ମିଳିପାରିବ ସେଥିପାଇଁ ନୀତି ନିୟମ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସରକାରୀ ଯୋଜନାଗୁଡ଼ିକରୁ ଯେପରି ଉପଯୁକ୍ତ ହିତାଧିକାରୀ ବଞ୍ଚିତ ନ ହେବେ ସେଥିପାଇଁ ତୃଣମୂଳ ସ୍ତରରୁ ଉପଯୁକ୍ତ ହିତାଧିକାରୀଙ୍କୁ ଚୟନ କରାଯିବା ପାଇଁ ଗ୍ରାମ ପଞ୍ଚାୟତ ସ୍ତରରୁ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଦାୟିତ୍ୱ ଦିଆଯାଇଛି। ଏହା ସତ୍ତ୍ୱେ ମଧ୍ୟ ବହୁ ଉପଯୁକ୍ତ ହିତାଧିକାରୀ ଏବେ ବି ସରକାରଙ୍କ ଲୋକାଭିମୁଖୀ ଯୋଜନାର ସଫଳତା ପାଇବାରୁ ବଞ୍ଚିତ ହୋଇ ଆସୁଛନ୍ତି। ଏହାର ନଗ୍ନ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ମଗୁଡ଼ା ବ୍ଲକ ଅଧୀନ ଚିକ୍ଟାମାଟିଆ ଗ୍ରାମ ପଞ୍ଚାୟତର ଘୋଡ଼ାବନ୍ଧା ଗ୍ରାମରେ। ଉଲ୍ଲେଖଯୋଗ୍ୟ ଯେ ଏବେ ଚାଲିଛି ନିର୍ବାଚନୀ ମହାପର୍ବ। ଏହି ପରିପ୍ରେକ୍ଷୀରେ ବିଭିନ୍ନ ଦଳର ପ୍ରାର୍ଥୀମାନେ ନିର୍ବାଚନ ପ୍ରଚାର ପ୍ରସାରରେ ଲାଗି ପଡ଼ିଛନ୍ତି। ବଡ଼ ବଡ଼ ସଭା ସମିତି ସହିତ ବିଶାଳ ବାଇକ୍ ର୍ୟାଲି କରି ଭୋଟ ମାଗୁଥିବା ଦେଖିବାକୁ ମିଳିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ବଡ଼ ବଡ଼ ଦଳର ପ୍ରାର୍ଥୀମାନେ ଚିକ୍ଟାମାଟିଆ ପଞ୍ଚାୟତର ଘୋଡ଼ାବନ୍ଧା ଗ୍ରାମର ଲୁଦା ସାହି ଉପରେ ନଜର ପଡ଼ିନାହିଁ। ତେବେ ଆଜି ଆଜେସୁ ଦଳର ବିଧାୟକ ପ୍ରାର୍ଥୀ ଯୋଗେନ୍ଦ୍ରନାଥ ମହାନ୍ତ ଭୋଟ ମାଗିବାକୁ ଯାଇ ଦେଖିଥିଲେ ଜଣେ ବୃଦ୍ଧା ମହିଳା ପାଇଖାନାରେ ଶୋଇଥିବାର। ଏହା ଦେଖି ଆଖିର ଲୁହକୁ ଅଟକାଇ ନ ପାରି କାନ୍ଦି ପକାଇଥିଲେ। ସଙ୍ଗେ ସଙ୍ଗେ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇଥିଲେ। ଖବର ପାଇ ଆମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ଲୁଧା ସମ୍ପ୍ରଦାୟ ପାଇଁ ରହିଛି ସ୍ୱତନ୍ତ୍ର ଲୁଧା ବିଭାଗ, କିନ୍ତୁ ଏଠି ପହଞ୍ଚି ପାରୁନାହିଁ ବିଭାଗ। ସୂଚନାଯୋଗ୍ୟ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର କୋଟାଳଙ୍କ ମୃତ୍ୟୁ ପରେ ସ୍ତ୍ରୀ ବାସନ୍ତୀ କୋଟାଳ ରହୁଥିବା ଘରଟି ଭାଙ୍ଗି ଯାଇଥିଲା। ତେବେ ବାସନ୍ତୀଙ୍କ ଦୁଇ ପୁଅ ଅଛନ୍ତି, କିନ୍ତୁ ମା କଥା ନ ବୁଝି ଗ୍ରାମର ଅନ୍ୟ ସ୍ଥାନରେ ରହୁଥିବା ଜଣାଯାଇଛି। ତେବେ ବାସନ୍ତୀ ବାର୍ଦ୍ଧକ୍ୟ ଭତ୍ତା ସହିତ ଚାଉଳ ପାଉଛନ୍ତି, କିନ୍ତୁ ଦୁଇଟି ଗୋଡ଼ ଚାଲୁନଥିବାରୁ ଘୁଷୁରି ଘୁଷୁରି କଷ୍ଟେ ମଷ୍ଟେ ପଡ଼ିଶାଙ୍କ ସହଯୋଗରେ ଘର ବାହାରେ ରୋଷେଇ କରି ଖାଆନ୍ତି। ଚାଲିବାକୁ ଅକ୍ଷମ ଥିବା ବାସନ୍ତୀ ବର୍ଷା ଓ ଖରାରୁ ରକ୍ଷା ପାଇବା ପାଇଁ ପାଇଖାନାରେ ଶୋଇପଡ଼ନ୍ତି। ବ୍ଲକ ପ୍ରଶାସନ ହେଉ କି ଲୁଧା ବିଭାଗର ନଜର ନ ପଡ଼ିବା ଏକ ଦୁଃଖଦ ଘଟଣା ବୋଲି ବୁଦ୍ଧିଜୀବୀମାନେ ଦୁଃଖର ସହ ମତବ୍ୟକ୍ତ କରିଛନ୍ତି। ଲୁଧା ସମ୍ପ୍ରଦାୟ ପାଇଁ ରହିଛି ଲୁଧା ବିଭାଗ, କିନ୍ତୁ କାଗଜପତ୍ରରେ ସଠିକ୍ ଭାବେ କାର୍ଯ୍ୟ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ପ୍ରକୃତରେ ସଠିକ୍ ଭାବେ କାର୍ଯ୍ୟ କରୁନଥିବା ସାଧାରଣ ମତ ପ୍ରକାଶ ପାଇଛି। ତେବେ ତୁରନ୍ତ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେଇ ବୃଦ୍ଧା ମହିଳାଙ୍କ ରହିବା ଶୋଇବା ପାଇଁ ପଦକ୍ଷେପ ନେବାକୁ ଦାବି ହୋଇଥିବା ଜଣାପଡ଼ିଛି। ଆପଣଙ୍କ ପରିଚୟଟା? ଆଜ୍ଞା, ମୋ ନାଁ ହେଉଛି ଯୋଗେନ୍ଦ୍ରନାଥ ମହାନ୍ତ, ଆଜେସୁ ପାର୍ଟିର ମୋରଡ଼ା ବିଧାନସଭାର ବିଧାୟକ ପ୍ରାର୍ଥୀ। ତ ଆଜି ଯେଉଁ ଆସୁଛନ୍ତି କ'ଣ ସମସ୍ୟା ଦେଖିଲେ ଯେଉଁ ଘୋଡ଼ାବନ୍ଧା କଣ୍ଟାପାଳ ଲୁଧା ସାହିକୁ କ'ଣ କହିବେ? ନା, ଏ ତ ପ୍ରଥମ ଥର ହିଁ ମୁଁ ଏଇ ଘୋଡ଼ାବନ୍ଧା ଗ୍ରାମକୁ ମୁଁ ଆସିଥିଲି। ତାଙ୍କର ସମସ୍ୟା କଥା ଆଉ କେମିତି ଅଛନ୍ତି, ରାସ୍ତାଘାଟ, ଜଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା ଏକଦମ ପୁରା ଦୟନୀୟ ଅବସ୍ଥା। ମୁଁ ଯେତେବେଳେ ସେ ଆସିକିରି ମୁଁ ତ ଜାଣିନଥିଲି ଏ ସବୁ ଜାଗାରେ ତ ଯେମିତି ନଗରୀୟ ବ୍ୟବସ୍ଥା ଅନୁସାରେ ଯେମିତି ଲୋକମାନେ ରହୁଛନ୍ତି ଆଉ ଗ୍ରାମରେ ଯେମିତି ରହୁଛନ୍ତି, ଏଠି କିନ୍ତୁ ଆକାଶ ପାତାଳ ଫରକ। ହଜାର ହଜାର ପାଇଖାନାରେ ରହୁଛନ୍ତି ତାଙ୍କ ବାବଦରେ କ'ଣ କହିବା ପାଇଁ ଚାହିଁବେ? କ'ଣ ଦେଖିଲେ ଅବସ୍ଥା? ଆଜ୍ଞା, ମୁଁ ନିଜେ ଚାକ୍ଷୁଷ ଯାହା ମୁଁ ଦେଖିଲି ଆଉ ମୋ ସେଟାକୁ ମୋର ମଧ୍ୟ ମୋର ଭାବ ପ୍ରକାଶ କରିପାରୁନି। ସେଥିପାଇଁ ମୋର ମା ବି ମା ପରିକା ମୋ ଜଣେ ମା ସେ ପାଇଖାନାରେ ଶୋଉଛନ୍ତି। କାଲି ରାତିରେ ମୁଁ ଶୋଇପାରିଲିନି ଏବଂ ଆଉ ନିଜେ କିଛି ଖାଇବି ମଧ୍ୟ ପାରିଲିନି। ସାଙ୍ଗେ ସାଙ୍ଗେ ସେ ମୋ ହାତକୁ କହିଲେ, ମା ତୁ 200 ଟଙ୍କା ନେ, ଏବେ କ'ଣ ଖାଏ ତୋର ଖାଇଛୁ କି ନାହିଁ? ଆଉ 1000 ଟଙ୍କା ଦେଲି। ଆଉ ସେ ଜଣେ ଭଉଣୀକୁ ଦେଲି, ସେ ସାଙ୍ଗେ ସାଙ୍ଗେ ସେ ଏବେ କହୁଛନ୍ତି ହଁ ଆମେ ପଲିଥିନ୍ ତାଙ୍କ ପାଇଁ ଆମେ ନେଇ ଆସୁଛୁ, କିନ୍ତୁ ଏ ଘରେ ସେ ରହିବା ମାନେ ଇଏ ଅବସ୍ଥାରେ ନାହାନ୍ତି। ସେ ଯେଉଁ ମାନେ ପୁରା ସେ ଯେଉଁ ତାଙ୍କର ଦୟନୀୟ ଅବସ୍ଥାରେ ଅଛନ୍ତି। ତେବେ ଆଉ ଗୋଟେ ସାମ୍ନା ଘଟଣା ଆସିଛି, ଯେଉଁ ଗୋଟେ ପିଲା ଅଛି, ବାପା ମା ନାହାନ୍ତି, ପାଠ ପଢ଼ୁନାହିଁ, ପାଠ ପଢ଼ିବା ସମୟରେ ସେ ପଡ଼ିଶାକୁ ମାଗି ଯାଚି ଖାଇ ଚଳୁଛି, ଅନ୍ୟମାନେ ସାହାଯ୍ୟ କରୁଛନ୍ତି, ସେ ବାବଦରେ କ'ଣ କହିବେ? ଆଜ୍ଞା, ଏଇଟା ତ ମୋର ଦୃଷ୍ଟିଗୋଚର ଏବେ ମୁଁ ଜାଣିଲି, ପୂର୍ବରୁ ଜାଣିନଥିଲି, କିନ୍ତୁ ଏଇଟା ନିଶ୍ଚିତ ଭାବରେ ଆମର ଯେଉଁ ଏଠି ସ୍ଥାନୀୟ ସ୍ତରର ୱାର୍ଡ଼ ମେମ୍ବର ଅଛନ୍ତି, ସରପଞ୍ଚ ଅଛନ୍ତି, ସେମାନେ ତ ଏଠି ଏମାନେ ତାଙ୍କୁ ଭୋଟ ଦେଇକରି
निर्वाचित करके जाइछन्ति तांकर प्राथमिकता अब ये सब ये प्रचेष्टा रहिबा दरकार थिला माने ऊपर स्तर को नहीं तांकर केमति सुविधा पाई परिबे से दिगरे जत्नवान होबार थिला तेज जा हो बर्तमान से पिला अवहेलित अवस्था अच्छे तांकर बापा भी ना मरी जाइछन्ति आ तांकर माँ भी बहुत दिन है से भी नहांती से या घर ता घर होकर बर्तमान से मारे भिक्षावृत्ति कर से खाऊँ तबे गोटे बड़ जिन हूँ पाठ पढ़ा समय सी घर मागि जा कम कर चलुँच खाऊँ और द्वितीय कथा हूँ स्वतंत्र भाव लुधा डेवलपमेंट डिपार्टमेंट जो लुधा रही सी ए दृष्टि नदबा और प्रशासन दृष्टि नदबा केमती देखुं ना यहाँ बिल्कुल कौन सी प्रकार खाली कागज पत्र किसी दर्श आम एमती डेवलप करमती कर योजना आम रही है प्रकार आम करवा जो प्रकार अवहेलित अवस्था अच्छा माने वर्ष वर्ष धरी एमती माने अवहेलित रही कहीं भी आम प्रशासनिक आमर ओडिशा सरकार तापर स्थानीय प्रशासन आ सब बड़ जिन निर्वाचन अच्छी मुंड उपर विभिन्न नेता विभिन्न दलर नेता भोट पाई आसुंच तो आपण भी आसिकी देखिले जो जिनस समाधान करने चेष्टा कर कौन कहे निर्वाचन में जो बड़ बड़ दल रही से दृष्टि दौना कौन कहना चाहिए अन्य ना अन्य कहवा दृष्टि तो मु तो ये प्रथम थर ही आजसो पार्टी मत टिकट देती पूर्व आजसो पार्टी ये कैंडिडेट के आसुन ये आसी मुझे प्रथम पचारि ये आमर एत सब आमर जो दल रही रिजनाल आ नेशनल दल पार्टी कैंडिडेट किए किए आसिक आसते ना एम कह ना आम पाख कहीं भी आसुना तो जहाँ भी हो आमर विकास केमती हो पार केमती शांति रे दृष्टि देवार आवश्यकता दृष्टि देवार आवश्यकता रोचे नाम कौन द्रौपदी कोटा घर गुड़ाबंधा कौन है समस्या आप गाँव में पाइखाना कौन है से तार कहीं नहांती तार कहार ये बासंती कोटाड़ तार कहीं नहीं तार घर भी नहीं तार दुईटा पु गोटे जदि पु सेटा भी ये सेटा भी येटा से कथा भी भल कही पारुना आउ तार घर नहीं से समस्या तार खाली से पाइखाना भितर से रोसई करके खाऊँची जिते बड़े वर्षा आसब से से पाइखाना रुहे आउ वर्षा छाड़ी गले बाहर से रुहे से समस्या तार घर द्वार टिके घर कर बहुत थर आम कम्प्लेन कली बीडीओ को भी कम्प्लेन कली आमर एलडीओ को भी कम्प्लेन कली कहीं आम कथा शुणले सबुदिन ये आमर पीओ आसे ताकू भी आम घरटा देखी सरपंच भी आसे ताके घर आम देखी कहीं पदक्षेप कहीं नेले आम कथा कहीं लुधा मानकार कथा कहीं शुणले सामना मु कही बीडीओ को भी कही आम कि लुधा आमर एटकार घुड़ा बंधा लुधा नहीं घुड़ा बंधारे जदि लुधा होता ताहले सब किछि करि दैथान्ते आपण आमर घर देखंतु घर सब गाँटा बुलिकी देखंतु 17टा ना 20टा घर अच्छी 18टा घर अच्छी सब घर ये टाइल घर गोटे भी घर आमर पक्का घर नहीं।